ଯେତେବେଳେ ଆମେ ଠାକୁରଙ୍କ ଚରଣ ଶୀତ 1995 ମସିହାରେ ଜଣେ ପଥ ପ୍ରଦର୍ଶକ ହିସାବରେ ବାବାଙ୍କର ନିଜର ବଂଶଗତର ବଡ଼ ଭାଇ ହିସାବରେ ସେ ଆମକୁ ଏହି ମାର୍ଗରେ ପରିଚାଳିତ କରିଛନ୍ତି। ତାଙ୍କ ନାଁ ବୃନ୍ଦାବନ ଥିଲା। ଠାକୁର ବେଳେ ବେଳେ ଏମିତି ସେ ତ କୁହାଯାଏ ନା ପାଗଳ ଠାକୁର, ବାସ୍ତବରେ ବାୟା ବୋଲି ନାଁ ଦେଇଥିଲେ ତାଙ୍କ ମା ରାଧାରାଣୀ। ରାଧା ଦେବୀ ତୁ ବହୁତ ପାଗଳ ହେଲୁ, ବାୟା ନା ମୁଁ ବଡ଼ ବାୟା। ଏମିତି 95 ମସିହା 96 ମସିହା ଦିନ 2ଟା ବେଳେ ଆମେ ଆସୁଥାଉ ବସନ୍ତପୁର ଚାଲି ଚାଲି। ଏତ ନିଜ ଅଙ୍ଗଲି ଆମେ ଶୁଣିଥାଉ ଯେ ଠାକୁର ଯେତେବେଳେ ଭକ୍ତମାନଙ୍କୁ ନିଅନ୍ତି କୌଣସି ଗୋଟେ ବେଶ ଧରି ଆସନ୍ତି। ଏମିତି ଆମ୍ବ ତୋଟା ଭିତରେ ରାସ୍ତା ପାଉନାହୁଁ, ସେଠିର ଲୋକମାନେ ସବୁଦିନ ଠାକୁରଙ୍କୁ ନିନ୍ଦା କରନ୍ତି, ବିଭିନ୍ନ ପ୍ରକାର କଥା କହନ୍ତି। ଯାଉଛ ସେ ବାବାଜୀ ପାଖକୁ ଯାଉଛ, ବିଭିନ୍ନ ପ୍ରକାର କହନ୍ତି। ଆମେ ଶୁଣୁନଥାଉ। ଅନ୍ଧାରିଆ ମାନେ ଗଛ ଭିତରେ ପ୍ରବଳ ଅନ୍ଧାର, ଚାରିପଟେ ଆମ୍ବ ଗଛ। ଆମେ ନ ଜାଣିକି ସେ ଆମ୍ବ ତୋଟା ଭିତରେ ବସିଯାଉଛୁ। ନିକଟରେ ଶ୍ମଶାନଟିଏ। ଏମିତି କେମିତି ଯିବା କରମଳା ନୂଆ ନୂଆ, ଆହୁରି ଏମିତି ଗୋଟେ ଆମ ପାଖକୁ ଯିଏ ସାଧନ ମାର୍ଗରେ ବିନା ଚପଲରେ ଚାଲି ଚାଲି ସେ ଯୋଉ ମାଟି ଉପରେ ଚାଲି ଚାଲି ଆସୁ, ପାଦ ପୁରା ଫାଟି ଯାଉଥାଏ। ହଠାତ୍ କରି ଗୋଟେ ଏମିତି ପାଗଳ ଅଳତା କଲର ଡ୍ରେସ ଟେ ପିନ୍ଧିଛନ୍ତି, ଉପର ପଟେ ଗୋଟେ ପ୍ୟାଣ୍ଟ ଫୁଲ ପ୍ୟାଣ୍ଟ ପିନ୍ଧିଛନ୍ତି। ସେ ଫୁଲ ପ୍ୟାଣ୍ଟ ଟା ଫାଳେ ଆଣ୍ଠୁ ପର୍ଯ୍ୟନ୍ତ ଅଛି, ଆଉ ଗୋଟେ ପୁରା ଫୁଲ ଅଛି। ନାକରୁ ସିଙ୍ଗାଣି ବୁଝାଉଛି। ମୁଁ ଏଇ କୁଆଡେ ଯାଉଛୁ? ଆଜ୍ଞା କରମଳା ଯିବୁ। ଆଉ ଇଆଡେ କୁଆଡେ ଯାଉଛୁ? ବୋଲେ ଆଜ୍ଞା ରାସ୍ତା ଜାଣିନୁ। ମୋର ସେତେବେଳେ 17 ଟଙ୍କା ଥିଲା। ବୋଲି ଏ ବାୟା ନୁହଁ ତ, ଚୋର ନୁହଁ ତ, କାଳେ ମୋ ପକେଟରୁ ନେଇଯିବ। ଏମିତି ଗୋଟେ ଭାବନା ଆସିଲା। ମୁଁ ପକେଟ ଟାକୁ ଧରିକି ରହିଲି କି ତା ନା ତୁ କଣ ଭାବୁଛୁ ମୁଁ ବଡ ଚୋର ଜାଣିନୁ କି? ମୁଁ ବି ବାୟା, ମୁଁ ପାଗଳ। ଏମିତି ନିଜେ ନିଜେ କହିଲି। ଆରେ ଇଏ ଅନ୍ଧ ଲୋକ, ତାଙ୍କୁ ଦେଖାଯାଉନି। ଏ ଲୋକମାନେ କଣ ଠାକୁରଙ୍କୁ ଭଲ ପାଆନ୍ତି? ଏଇ ଆଗ ପଟେ ଯିବୁ, ଆମ୍ବ ଗଛ ଲାଷ୍ଟରେ ଆଉ ଗୋଟେ ବଡ ବରଗଛ ଅଛି। ସେ ବରଗଛ ଦେଇକି ସିଧା ରୋଡରେ ପଳେଇବୁ, ନୂଆ ଗାଁ ରୋଡରେ। ହେଲା ଯାହା କହିଲେ ଆମେ। ମତେ 17 15 ବର୍ଷ 16 ବର୍ଷ 17 ବର୍ଷ କେଶ ଏମିତି ପୁରା ପଡିଥାଏ ପିଛ ପର୍ଯ୍ୟନ୍ତ, ଜାଣିନଥାଏ। ମାନେ ଷଷ୍ଠ ସପ୍ତମ ପଢିଥାଏ ବା ତାଙ୍କ ସହିତ କହିଲି ଭାଇନା ଆଉ ଇଏ କଣ ଚପ ଚପ ପାଟି କରନା, ଇଏ କଣ ତତେ କଣ ମିଳୁଛି? ଏତିକି କହିଲେ କହିଲେ ଅନ୍ଧ ଲୋକ ତାକୁ ରାଗିବନି, ଧୀରେ ଧୀରେ ଯିବ। ବାଟରେ ଯାଉ ଯାଉ ହଠାତ୍ ପଛକୁ ମାତ୍ର ସେକେଣ୍ଡ ବି ହବନି, ଯାହା ଯାହା କହିଲେ ମୁଁ ଥୋଡ଼ିଟାକୁ ହସିଦେଲି, ମୁଣ୍ଡରେ ହାତ ମାରିଦେଲି। ମତେ ଯୋଉ ପରିଶ୍ରମ ଲାଗୁଥିଲା ଏତେ ଦୂର, ସେତେବେଳେ ଗାଡି ଘୋଡା ଆସେନି। 30 କିଲୋମିଟର ପ୍ରାୟ ଚାଲି ସାରିଲି, ଅବସ୍ଥା ନାହିଁ। ତ ଏତେ ପରିଶ୍ରମ ଲାଗୁଥିଲା, କଣ ପୁରା ଶାନ୍ତ ଲାଗିଲା। ଏମିତି ତାପରେ ଚାଲ ଚାଲେ ଆମେ ଆଗକୁ ଯାଇଛୁ, ପଛକୁ ଚାଲିବାର ସେ ନାହାନ୍ତି। ଆନନ୍ଦ ଗୱାର ତେଣୁ କହେ ଅଭିରାମ ଭାଇ ଅନୁଭବ କଲି ଭାଇ ସେ କିଏ ନା ଆଉ କିଏ? ସେଇ ପରେ ଆସିଥିଲା ରାସ୍ତା ଦେଖିବାକୁ। ତେଣୁକରି ବାଟରେ ଘାଟରେ ଯେତେବେଳେ ଆମର ଅସୁବିଧା ସମୟ ହବ, ବାବା କହିବା ଭଳି କୋଉ ସମୟରେ ସେ ଆସିଯିବେ ଆମେ ଜାଣିପାରୁନେ। ସେ ଠାକୁର କହିଲେ ବନ୍ଧୁ ଖୋଜିବାକୁ ଗଲି ନିଖିଳ ଜଗତେ, ତୋର ପରି ବନ୍ଧୁଟି ନ ମିଳିଲା ମତେ। ବନ୍ଧୁ ଭୁଲି ଯିବ ନାହିଁ, ସ୍ନେହ ନ ପାଇଲେ କାଳି, ସ୍ନେହ ନ ପାଇଲେ କାଳି ଋଷି ପାରୁ ତୁହି। ବନ୍ଧୁ ଭୁଲି ଯିବ ନାହିଁ, ସ୍ନେହ ନ ପାଇଲେ କାଳେ। ହୁଳହୁଳି ଦିବ୍ୟ ହରି ବୋଲ। ତେଣୁ ସେ ଆପଣ ଭାବନ୍ତୁନି ସେ ପ୍ରତିମୂର୍ତ୍ତି ଫଟୋ
तम घरे जमी तम शरीर सुस्थ करने तम वस्त्र सफा रखापी तम घर द्वार को सफा रखला भाया जमी परिष्कार परिच्छन्न कर पुओ झील नाती नातनी भल मंदरे सेवा कर पुत्र रूप पिता रूप भगवान रूप मित्र रूप स्नेह सदा कर सेवा कर निश्चित तुम पाखे पाखे से रे जो माँ माने बाबा मान अनुभूति ठाकुर को सी के भूलिबेनी से परिश्रम परीक्षा कले भूलिबेनी आज भूली जाती टंका सुना धन संपत्ति देखिकी आमको कहीं मिललानी किछि किछि अच्छा आगे आम से गलु ठाकुर पैसा देले यहाँ दीक्षा नेला आम बंश बुड़ीगला ये हूँ नरसिंह सत्यनारायण म्लेच्छ कुलगुड़ा अभिराम तेणुक समस्त को से कृपा कर जो दिन करदे असंभव को संभव करेंगे। नारायण स्वामी की आसंतु प्रथमे समस्त